ପିଲାମାନେ ସମସ୍ତିଙ୍କି ପିଲାମାନେ ଓଡ଼ିଶା ହାଇସ୍କୁଲ ଷ୍ଟଡି କ୍ରିଏସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତିଙ୍କି ସ୍ୱାଗତ ପିଲାମାନେ ସମସ୍ତିଙ୍କି ସ୍ୱାଗତ ସମସ୍ତିଙ୍କି ସ୍ୱାଗତ। ତମମାନଙ୍କର ପିଲାମାନେ ଆଜିର ସୋସିଆଲ ସାଇନ୍ସ ପରୀକ୍ଷାଟି କିପରି ହେଲା ସମସ୍ତେ ଜଣେଇବାକୁ ଭୁଲିବନି। ନିହାତି ଭାବେ କ'ଣ କରିବ ତମମାନଙ୍କର ଏମସିକ୍ୟୁ ଟାଇପ୍ର କ୍ୱେଶ୍ଚିନ୍ସ ମୁଁ ଦେଖୁଥିଲି ବହୁତ ସହଜ କ୍ୱେଶ୍ଚିନ୍ ପଡ଼ିଥିଲା ଏତେ ଡିଫିକଲ୍ଟ ପଡ଼ିନଥିଲା। ଆଉ ଆଶା ବି କରୁଛି ତମମାନଙ୍କର ପିଲାମାନେ ଲଙ୍ଗ କ୍ୱେଶ୍ଚିନ୍ସ ପତ୍ର କ'ଣ ତମେ ସବୁ ଆଟେଣ୍ଡ କରିକି ଭଲସେ ଆସିଥିବ। ଏକ୍ଜାମ୍ ତୁମର କ'ଣ ହେଇଥିବ ପିଲାମାନେ ଧମକଧାର ହେଇଥିବ ଧମଧାର ହେଇଥିବ ପିଲାମାନେ ଏକ୍ଜାମ୍। ଏମଡାଟି କ'ଣ ହେଇଥିବ ପିଲାମାନେ ଏକ୍ଜାମ୍ଟି କ'ଣ ହେଇଥିବ ବହୁତ ବଢ଼ିଆ ଭାବେ ହେଇଥିବ। ଏବେ ତମମାନଙ୍କର ଲାଷ୍ଟ ଏକ୍ଜାମ୍ କ'ଣ ରହିଲା? ଲାଷ୍ଟ ଏକ୍ଜାମ୍ କ'ଣ ରହିଲା? ସାର୍ ମ୍ୟାଥମେଟିକ୍ସ ରହିଲା। ସାର୍ ମ୍ୟାଥମେଟିକ୍ସ ରହିଗଲା ଯୋଉଟାକି ହେଉଛି ତମର ଲାଷ୍ଟ ଏକ୍ଜାମ୍। ତାକୁ ଆମେ ସାର୍ କିପରି ପ୍ରିପାରେସନ୍ କରିବୁ? ଆମ ପାଖରେ 2 ଦିନ ସିନା ସମୟ ଅଛି, 2 ଦିନ ସମୟ ସିନା ଅଛି, କିନ୍ତୁ 2 ଦିନ ସମୟ ଭିତରେ ଆମେ କ'ଣ ପଢ଼ିବୁ? 2 ଦିନ ସମୟ ଭିତରେ ଆମେ କ'ଣ ପଢ଼ିବୁ? କାହାକୁ କେତେ ସମୟ ଫୋକସ୍ ରଖିବୁ? ଆମେ ଡିଡକ୍ସନ୍‌କୁ ଦେଖିବା ନା ଡିଡକ୍ସନ୍ ଦେଖିବାନି? ସବୁ ତମମାନଙ୍କୁ ପିଲାମାନେ ମୁଁ କ'ଣ କରିବି ଏବେ କ୍ଲିୟର କରିଦେବି। ମୋର ପିଲାମାନେ ଏଇ ସେକ୍ସନଟିକୁ ଜମା ମିସ୍ କରନି। ଲାଷ୍ଟ ସେକ୍ସନ ଲାଷ୍ଟ ଭିଡ଼ିଓ ତମମାନଙ୍କ ପିଲାମାନେ ଏଇ ଏକ୍ଜାମ୍‌କୁ ନେଇକି ମୁଁ କହି ରଖୁଛି ଏବଂ ଏବଂ ତମମାନଙ୍କ ପିଲାମାନେ ନିହାତି ଭାବେ କ'ଣ କରିବ ଏଇ ସେକ୍ସନଟି ତମକୁ କାମରେ ଲାଗିବ। ନିହାତି ଭାବେ କ'ଣ ଲାଗିବ? କାମରେ ଲାଗିବ। ବୁଝିପାରିଲ ନା? ସ୍କୁଲ ଲାଇଫ୍ ତ ତମର ସରିଗଲା ପିଲାମାନେ କହିବାକୁ ଗଲେ। ସ୍କୁଲ ଲାଇଫ୍ କ'ଣ ହେଇଯିବ? ଆଉ ଗୋଟେ ପରୀକ୍ଷା ଅଛି ନା ଲାଷ୍ଟ ପରୀକ୍ଷା ରହିଲା। ଲାଷ୍ଟ ପରୀକ୍ଷା ସରିଲା ପରେ ତମର କ'ଣ ହେଲା? ତମର ସ୍କୁଲ ଲାଇଫ୍ ସରିଗଲା। ବଟ୍ ସ୍କୁଲ ଲାଇଫ୍ ସରିଲା ପୂର୍ବରୁ ସେଇ ଶେଷ ଦିନଟାକୁ ପିଲାମାନେ ଖୁସିରେ ନିଅ। ଖୁସିରେ ନବ। ଖୁସିରେ କିପରି ନବ? ଏକ୍ଜାମ୍‌ଟାକୁ ଭଲ କଲେ ହିଁ କ'ଣ ହବ ତମକୁ ଖୁସି ଲାଗିବ। ଏକ୍ଜାମ୍‌ରେ ଯାହାର ଖରାପ ହେଇଥିବ ନା, ଯାହାର ଏକ୍ଜାମ୍‌ଟି ପିଲାମାନେ ଖରାପ ହେଇଥିବ ନା, ତା ଅବସ୍ଥା ତାକୁ ଜଣା ପଡ଼ିବ। ତା ଅବସ୍ଥା ପିଲାମାନେ ତାକୁ ଜଣା ପଡ଼ିବ ଯେ ସାର୍ ମୋ ଏକ୍ଜାମ୍‌ଟି ଖରାପ ହେଇଛି ତା ଦିନଟି କିପରି କଟିବ ତାକୁ ଜଣା ପଡ଼ିବ। ତେଣୁ ଜମା ବି ପିଲାମାନେ କାଉଳା ହୁଅନି, ଜମା କାଉଳା ହୁଅନି, ଜମା ଅଧୈର୍ଯ୍ୟ ହୁଅନି। ଆରାମସେ କ'ଣ କର 2 ଦିନ ମାତ୍ର ରହିଲା ତମମାନଙ୍କ ପାଇଁ ସମୟ ପଢ଼ିଦିଅ ପିଲାମାନେ। ତାପରେ ଯେତେ ବୁଲୁଛ ବୁଲ, ଯେତେ ଖେଳୁଛ ଖେଳ, ଯାହା କରୁଛ କର ପିଲାମାନେ ତମମାନଙ୍କୁ କେହି କିଛି କହିବେନି। ବାସ୍ ତମେ ଖାଲି କ'ଣ କର ମ୍ୟାଥମେଟିକ୍ସରେ ଭଲ ମାର୍କ ରଖିବ। ଆଉ କେତେ ରଖିବ? ଟାର୍ଗେଟ୍ ହେଲା ଆମର କେତେ? 90 ଟାର୍ଗେଟ୍ ହେଲା କେତେ? 90 ଆଉ ଯେତେକ ପିଲାମାନେ ଭଲ ପିଲା ଦେଖୁଛ ସେକ୍ସନଟିକୁ, ଯେତେକ ପିଲାମାନେ ଭଲ ପିଲା ଦେଖୁଛ ସେକ୍ସନଟିକୁ 97 ରୁ 100 ଟାର୍ଗେଟ୍। ମୁଁ କହି ରଖୁଛି ପିଲାମାନେ ତମେମାନେ ରଖିବ। ମୁଁ କହି ରଖୁଛି ପିଲାମାନେ ତମେମାନେ ରଖିବ। କହି ରଖୁଛି ପିଲାମାନେ ତମେମାନେ ରଖିବ। 100 ରୁ 100 ପିଲାମାନେ ମୋର ଥିଲା। ମୁଁ କହି ରଖୁଛି ମୋର ପିଲାମାନେ 100 ରୁ 100 କ'ଣ ଥିଲା? ମ୍ୟାଥମେଟିକ୍ସ ଥିଲା। ତମମାନଙ୍କୁ ପିଲାମାନେ ମୁଁ ସେଇ ଆପ୍ରୋଚ୍ ଜଣେଇବି, ସେଇ ପର୍ଟିକୁଲାର କ'ଣ କରିବି ମେଥଡ୍ ଜଣେଇବି। ତମମାନଙ୍କ ପିଲାମାନେ କ'ଣ ରହିବ? 97 ରୁ 100 ଆରାମସେ ରହିପାରିବ। କେହି ବି କାଟି ପାରିବେନି। ତାହେଲେ କ'ଣ ରହିବ ଆମର ଆପ୍ରୋଚ୍ ପ୍ଲାନ୍? ଆମ ଆପ୍ରୋଚ୍ ପ୍ଲାନ୍ ଆମ ମ୍ୟାଥମେଟିକ୍ସ ପାଇଁ କ'ଣ ରହିବ? ଆମ ଆପ୍ରୋଚ୍ ପ୍ଲାନ୍ କ'ଣ ରହିବ? ନା ରହିଲା ସବଜେକ୍ଟିଭ୍ କ୍ୱେଶ୍ଚିନ୍ ପାଇଁ ଆଉ ରହିଲା ସାର୍ ଅବଜେକ୍ଟିଭ୍ କ୍ୱେଶ୍ଚିନ୍ ପାଇଁ। ସବଜେକ୍ଟିଭ୍ କ୍ୱେଶ୍ଚିନ୍ ପାଇଁ, ଅବଜେକ୍ଟିଭ୍ କ୍ୱେଶ୍ଚିନ୍ ପାଇଁ। ଭଲ ପିଲାମାନେ ତମେମାନେ କ'ଣ କରିବ? ଭଲ ପିଲାମାନେ ତମେମାନେ କ'ଣ କରିବ? ଆଜି ପଢ଼ିବ ଜିଓମେଟ୍ରି, କାଲି ପଢ଼ିବ ଆଲଜେବ୍ରା, କିନ୍ତୁ ଆଜି ପଢ଼ିବ ଆଲଜେବ୍ରା, କାଲି ପଢ଼ିବ ଜିଓମେଟ୍ରି। ଯାହା କରୁଛ 2 ଦିନ ଭିତରେ ଶେଷ କର। ତମମାନଙ୍କ ପାଇଁ କ'ଣ ହେଲା? ଏଇଟା ବେଷ୍ଟ ଷ୍ଟ୍ରାଟେଜି ରହିବ। କିନ୍ତୁ ଯେତେକ ପିଲାମାନେ ତମ ସବୁ ଗଧ ପିଲା ଅଛ, ଯେତେକ ପିଲାମାନେ ଷ୍ଟାଣ୍ଡାର୍ଡ ପିଲା ଅଛ, ତମମାନଙ୍କ ପାଇଁ ମୁଁ ପର୍ଟିକୁଲାର ସେକ୍ସନଟି ଆଣିକି ଆସିଛି। ତମମାନଙ୍କ ପିଲାଙ୍କ ପାଇଁ କ'ଣ କରିଛି ପିଲାମାନେ? ପର୍ଟିକୁଲାର ସେକ୍ସନଟି ଆଣିକି ଆସିଛି। ସବଜେକ୍ଟିଭ୍ କିପରି ପଢ଼ିବା? ଅବଜେକ୍ଟିଭ୍ କିପରି ପଢ଼ିବା? ଯୋଉ ପିଲାମାନେ ମ୍ୟାଥମେଟିକ୍ସ ଯାହାର ହଉନି ବି ତାଙ୍କର ମୁଁ କ'ଣ କରିଦେବି? ମ୍ୟାଥମେଟିକ୍ସ ତମର କ'ଣ ଏଠି ମୁଁ ପ୍ରାକ୍ଟିସ୍ କରିଦେବି। ଏଠି ମୁଁ କ'ଣ କରିଦେବି? ପ୍ରାକ୍ଟିସ୍ କରିଦେବି। ପ୍ରଥମେ ଆମେ କ'ଣ କରିବା? ନା ଅଙ୍କନ। ପିଲାମାନେ ମୁଁ କ'ଣ କହୁଛି? ଅଙ୍କନ। ଅଙ୍କନ ପାଇଁ କୋଉ ଅନୁଶୀଳନୀ ଦେଖିବା? ତମେ ଅଙ୍କନ ପାଇଁ ପିଲାମାନେ କୋଉ ଅନୁଶୀଳନୀ ଦେଖିବା? ତମମାନଙ୍କୁ ଯଦି ମୁଁ କହିବି ଅଙ୍କନ ପାଇଁ କୋଉ ଅନୁଶୀଳନୀ ଦେଖିବା? ତାହେଲେ ପ୍ରଥମ ଜିନିଷ ହେଲା ପିଲାମାନେ 6A ଅନୁଶୀଳନୀ ଦେଖିକି ଯାଅ। 6A ଅନୁଶୀଳନୀ ଦେଖିକି ଯାଅ। 6B ର 8 ନମ୍ବର ଦେଖିକି ଯାଅ। 6C ର ପିଲାମାନେ 6C ର ତମମାନଙ୍କର 9 ନମ୍ବର, 13 ନମ୍ବର ଏଇଭଳିଆ ନମ୍ବର ଦେଖିକି ଯାଅ। 14 ନମ୍ବର ଏକୁ ଦେଖିକି ଯାଅ। କିନ୍ତୁ 6A ର ସବୁ ଯାକ ନମ୍ବର ଦେଖିକି ଯାଅ। ଆରାମସେ ତମର କ'ଣ ହେଇଯିବ? ଅଙ୍କନ ବାଜିଯିବ। ଯଦି ପିଲାମାନେ ମୁଁ ତମକୁ କହିବି, ତମକୁ ମୁଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ କୋଉଠୁ ପାଇବ ତାକୁ ମୁଁ କହିବି। ସବୁ କହିବି ପିଲାମାନେ, ତା ପାଇଁ ଜମା ଉଡିବନି। ତମମାନଙ୍କ ପିଲାମାନେ ଅଙ୍କନରେ କେତେ ବାଜିଯିବ? 5 ରୁ 5 ଆରାମସେ ରହିଯିବ। ଆରାମସେ ପିଲାମାନେ 5 ରୁ 5 ରହିଯିବ। ନେକ୍ସଟ କ'ଣ ଆସିଲା? ଉପବାଦ୍ୟ। ନେକ୍ସଟ କ'ଣ ଆସିଲା? ଉପବାଦ୍ୟ। 5ଟି ଉପବାଦ୍ୟ। ମାତ୍ର 5ଟି ଉପବାଦ୍ୟ ତମକୁ ମୁଁ ଦେବି ପିଲାମାନେ। ମାତ୍ର 5ଟି ଉପବାଦ୍ୟ ତମକୁ ଦେବି। ସେଇ ଉପବାଦ୍ୟ ଯଦି ପଢି ଯାଉଛ ନା ତମର କ'ଣ ହେଇଯିବ ପିଲାମାନେ? ଏଠି ବି 5 ରୁ 5 ବାଜିଯିବ। ଏଠୁ ବି 5 ବାଜିଯିବ। ଛାଡ଼ 5ଟି ଦେବିନି। 3ଟି ରୁ 4ଟା ଦେବି। 3ଟି ରୁ 4ଟା ଉପବାଦ୍ୟ ଦେବି। ଆରାମସେ ତମର କ'ଣ ହେଇଯିବ ପିଲାମାନେ? ଏଠୁ 5 5 ରହିଯିବ। ଆଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତମକୁ କୋଉଠୁ ମୁଁ ଦେବି ତାକୁ ମୁଁ ଶେଷରେ ଜଣେଇବି। ସେକ୍ସନଟାକୁ ପ୍ରଥମ ସେକ୍ସନ ଦେଖିବ, ଭିଡ଼ିଓଟାକୁ ସବସ୍କ୍ରାଇବ ଚ୍ୟାନେଲକୁ କ'ଣ କରିବ? ସବସ୍କ୍ରାଇବ ଯଦି ନ କରିଛ ଚ୍ୟାନେଲକୁ ସବସ୍କ୍ରାଇବ କରିବ, ଭିଡ଼ିଓଟାକୁ ଗୋଟେ ଲାଇକ୍ କରିବ। ତାପରେ ତମକୁ ସବୁ ଯାକ ଇମ୍ପୋର୍ଟାଣ୍ଟ ସେକ୍ସନ ଭିଡ଼ିଓ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ସେଇ 3ଟି ହଉ କି 4ଟି ହଉ ଇମ୍ପୋର୍ଟାଣ୍ଟ ଉପାଧ୍ୟାୟ ତମକୁ ମୁଁ କ'ଣ ସବୁ କିଛି ଦେବି। ତମେ ବି ଏଥିରେ କେତେ ପାଇଯିବ? ଆରାମସେ 5 ମାର୍କ ପାଇଯିବ। ନେକ୍ସଟ ହେଲା ପିଲାମାନେ କ'ଣ? ତ୍ରିକୋଣମିତି। ନେକ୍ସଟ ହେଲା ପିଲାମାନେ କ'ଣ? ତ୍ରିକୋଣମିତି। ତ୍ରିକୋଣମିତିରେ ଆମେ ଯଦି କ'ଣ ଦେଖୁଛୁ ପିଲାମାନେ? ଅନୁଶୀଳନୀ 4B ଦେଖି ଯାଉଛେ। ଅନୁଶୀଳନୀ 4B। ଅନୁଶୀଳନୀ 4B ର କେତେ ନମ୍ବର ସାର୍? 5 ନମ୍ବର, 9 ନମ୍ବର, 10 ନମ୍ବର। ଏଇ 3 ଯାକ ନମ୍ବର ଯଦି ତମେ ଦେଖି ଯାଉଛ ତମକୁ 5 ମାର୍କ ଆରାମସେ ବାଜିଯିବ। ତମକୁ 5 ମାର୍କ ପିଲାମାନେ ଆରାମସେ ବାଜିଯିବ। ତମକୁ ମୁଁ କହିବି ଇମ୍ପୋର୍ଟାଣ୍ଟ ସବୁ କହିବି। ତମେ କିନ୍ତୁ ପ୍ରଥମ ଯାଏଁ ଦେଖ ଏବଂ ତମକୁ ମୁଁ ଶେଷରେ ଯାହା କହିବି ତମେ କ'ଣ କରିବ? ସେଇ ଷ୍ଟେପ୍ ଫଲୋ କରିବ। ଆରାମସେ ତମେ କ'ଣ ପାଇବ? ତମେ ଏଇ ସିଲେକ୍ଟିଭ କ୍ୱେଶ୍ଚିନ୍ସ ପିଲାମାନେ କ'ଣ ପାଇଯିବ? ସିଲେକ୍ଟିଭ କ୍ୱେଶ୍ଚିନ୍ ପାଇଁ ଆମେ କ'ଣ କରିବା? ବୁଝିପାରିଲ ନା? ମୁଁ ଜଣେଇବି, ପଛରେ ଜଣେଇବି।
ବାସ୍ ନେକ୍ସଟ କଣ ଆସିଲା ପିଲାମାନେ ନେକ୍ସଟ କଣ ଆସିଲା ଆଲଜେବ୍ରା ନେକ୍ସଟ କଣ ଆସିଲା ଆଲଜେବ୍ରା ଆଲଜେବ୍ରା ପାଇଁ ତମକୁ ମୁଁ କହି ରଖୁଛି ଆଲଜେବ୍ରା ପାଇଁ ତମକୁ ମୁଁ କହି ରଖୁଛି କଣ କରିବ ପିଲାମାନେ ଆମେ ପୂର୍ଣ୍ଣବର୍ଗ ପଢିକି ଯାଅ ଗୋଟେ କାମ କର ପୂର୍ଣ୍ଣବର୍ଗ ପଢିକି ଯାଅ ସେକେଣ୍ଡ ଆଉ ଗୋଟେ କାମ କର ସାମ୍ୟବାଦ ଚାପ୍ଟର ପିଲାମାନେ କଣ ପଢିକି ଯାଅ ସାମ୍ୟବାଦ ଚାପ୍ଟର କଣ ଆସିଯାଉଛି ଅନୁଶ୍ରେଣୀ 4 ବି ତମର କଣ କମ୍ପ୍ଲିଟ୍ କରି ଯାଅ ଆରାମସେ ବାଜିଯିବ ନେକ୍ସଟ କଣ ଆସିଲା ପିଲାମାନେ ନେକ୍ସଟ କଣ ଆସିଲା ତମର ପରିସଂଖ୍ୟାନ ପରିସଂଖ୍ୟାନର ମାଧ୍ୟମାନ ଚାପ୍ଟର ମାଧ୍ୟମାନ ଚାପ୍ଟର ପିଲାମାନେ ଆମେ କଣ ଦେଖିକି ଯିବା ନା ସଂକ୍ଷିପ୍ତ ପ୍ରଣାଳୀ କଣ ଦେଖିକି ଯିବା ପିଲାମାନେ ସଂକ୍ଷିପ୍ତ ପ୍ରଣାଳୀ ସଂକ୍ଷିପ୍ତ ପ୍ରଣାଳୀ ଯଦି ଦେଖି ଯାଉଛ ତମର କଣ ବାଜିଯିବ ଆଉ 5 ମାର୍କ ବାଜିଯିବ ଆମର କଣ ହେଇଯିବ ପିଲାମାନେ ଆଲଜେବ୍ରା ଆଟଲିଷ୍ଟ ଆମେ କେତେ ମାର୍କ ପାଇଯିବା 10 ମାର୍କ ପାଖାପାଖି ପାଇଯିବା 10 ମାର୍କରୁ 12 ମାର୍କ କଣ ହେଇଯିବ ଆମର ଆଲଜେବ୍ରା କଣ ଆରାମସେ ବାଜିଯିବ 10 ମାର୍କରୁ 12 ମାର୍କ କଣ ହେଇଯିବ ଏଠି ଆମର ଆରାମସେ ବାଜିଯିବ ନେକ୍ସଟ କଣ ରହିଲା ପିଲାମାନେ ନେକ୍ସଟ କଣ ରହିଲା ପିଲାମାନେ ଆରେ ପିଲାମାନେ ନେକ୍ସଟ କଣ ରହିଲା ତମଙ୍କର ନେକ୍ସଟ କଣ ରହିଲା ପିଲାମାନେ ଆମର ମେନସୁରେସନ ରହିଗଲା ପରିମିତି ରହିଗଲା ପରିମିତି ପାଇଁ ସାର୍ ଆମେ କଣ କରିବୁ ପରିମିତି ପାଇଁ କଣ କରିବୁ ଆରାମସେ ତମକୁ ମୁଁ କହୁଛି ଜମା ବ୍ୟସ୍ତ ହୁଅନି ଆରାମସେ ତମକୁ ମୁଁ କହୁଛି ପ୍ରିଜିମ୍ ସିଲିଣ୍ଡର ପିଲାମାନେ କୋଉ ଚାପ୍ଟର ପିଲାମାନେ ପ୍ରିଜିମ୍ ସିଲିଣ୍ଡର ପ୍ରିଜିମ୍ ଆଉ କୋଉ ଚାପ୍ଟର ନା ସିଲିଣ୍ଡର ତମର କୋଉ ଚାପ୍ଟର ପିଲାମାନେ ଅନୁଶ୍ରେଣୀ 5C ଅନୁଶ୍ରେଣୀ 5C ଅନୁଶ୍ରେଣୀ 5D ଅନୁଶ୍ରେଣୀ 5C 5D ଯଦି ଦିଟା ଦେଖି ଯାଉଛ ତମର ପିଲାମାନେ ଏଠି ବି କଣ ହେଇଯିବ ତମର ମାର୍କ ପାଇଯିବ ନେକ୍ସଟ କଣ ରହିଲା ପିଲାମାନେ ନେକ୍ସଟ କଣ ରହିଲା ଆମର ରହିଗଲା କଣ ଆଉ ଗୋଟେ ସେକ୍ସନ ରହିଲା କଣ ଆମର କଣ ରହିଲା ଡିଡକ୍ସନ ରହିଗଲା ପିଲାମାନେ କଣ ରହିଗଲା ଡିଡକ୍ସନ ରହିଗଲା ଯଦି ଡିଡକ୍ସନ ତମେ ଚାହୁଁଛ ପିଲାମାନେ ଇମ୍ପୋର୍ଟାଣ୍ଟ ପ୍ରାକ୍ଟିସ କରିବାକୁ ସବୁ ଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ତମକୁ ମୁଁ ଦେଇଦେବି ତାହେଲେ ନଚେତ ଏକୁ ତମେ କଣ ପଛରେ ଛାଡ଼ି ପାରିବ ଏକୁ ପିଲାମାନେ କଣ କରିବ ତମେ ପଛରେ ଛାଡ଼ି ପାରିବ ଦେଖୁଛ ଦେଖୁଛ ତମକୁ ଏଠି ମୁଁ ଇମ୍ପୋର୍ଟାଣ୍ଟ ଦେଇଦେଲି ଏଠି ମୁଁ ତମକୁ କଣ ଦେଇସାରିଲି ଇମ୍ପୋର୍ଟାଣ୍ଟ ଦେଇସାରିଲି ଆଉ ତମେ ଯଦି କଣ କରୁଛ ପିଲାମାନେ ତମେ କଣ କରୁଛ 934934840719 ଏଇ ନମ୍ବର ଯଦି କଣ କରୁଛ ଖାଲି ଯଦି ମତେ ମେସେଜ କରିଦବ ହ୍ୱାଟ୍ସଆପରେ ଓନ୍ଲି ହ୍ୱାଟ୍ସଆପ ଯଦି ମେସେଜ କରିଦବ ସାର୍ ପିଡିଏଫ୍ ଯଦି ମେସେଜ କରିଦବ ପିଡିଏଫ୍ ତାହେଲେ ତମକୁ ମୁଁ କଣ କରିବି ପିଲାମାନେ ତମକୁ ମୁଁ କଣ କରିବି ଯେତେକ ପ୍ରିଭିୟସର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଅଛି ତାକୁ ପଠାଇଦେବି ଯେତେକ ଆଲଜେବ୍ରା ସେକ୍ସନର ଇମ୍ପୋର୍ଟାଣ୍ଟ ସିଲେକ୍ଟିଭ କ୍ୱେଶ୍ଚିନ୍ ଡିଡକ୍ସନ ସିଲେକ୍ଟିଭ କ୍ୱେଶ୍ଚିନ୍ ଉପବାଦ୍ୟ ସିଲେକ୍ଟିଭ କ୍ୱେଶ୍ଚିନ୍ ତ୍ରିକୋଣମିତି ସିଲେକ୍ଟିଭ କ୍ୱେଶ୍ଚିନ୍ ସବୁ ତମକୁ ମୁଁ କଣ କରିବି ପିଲାମାନେ ସେଣ୍ଡ କରିଦେବି ସବୁ ତମକୁ ପିଲାମାନେ ମୁଁ କଣ କରିବି ସେଣ୍ଡ କରିଦେବି ଖାଲି ପିଲାମାନେ ହ୍ୱାଟ୍ସଆପରେ କଣ କରିବ ଓନ୍ଲି ମେସେଜ କରିବ ପିଡିଏଫ୍ ନୋ କଲ୍ ଏବଂ ନୋ ଏକ୍ସଟ୍ରା ମେସେଜେସ୍ ଓନ୍ଲି ସାର୍ ପିଡିଏଫ୍ ତାହେଲେ ମୁଁ ତମକୁ କଣ କରିବି ସବୁ କିଛି ପିଡିଏଫ୍ ତମକୁ ମୁଁ କଣ କରିବି ପିଲାମାନେ ସେଣ୍ଡ କରିଦେବି ଏବଂ ଚ୍ୟାନେଲକୁ ଯଦି ସବସ୍କ୍ରାଇବ ନ କରିଛ ଚ୍ୟାନେଲକୁ ସବସ୍କ୍ରାଇବ କରିବ ତାପରେ କଣ କରିବ ମେସେଜ କରିବ କାରଣ ତମର ଚ୍ୟାନେଲ ନା ଯଦି ତମେ ଯଦି ସବସ୍କ୍ରାଇବ ନ କରିଥିବ ଯଦି ଶୋ କରିଲା ତାହେଲେ ତମକୁ ମୁଁ କଣ କରିବିନି ପିଡିଏଫ୍ ଯେତେ ଥର ମାଗିଲେ ବି ପିଲାମାନଙ୍କୁ ମୁଁ ଜମା ସେଣ୍ଡ କରିବିନି ଯେପର୍ଯ୍ୟନ୍ତ ତମେ ନ କରିଛ ଚ୍ୟାନେଲକୁ ସବସ୍କ୍ରାଇବ ନ କରିଛ ଚ୍ୟାନେଲକୁ ସବସ୍କ୍ରାଇବ ଯଦି ନ କରିଛ ତାହେଲେ ତମକୁ ମୁଁ ଜମା ସେଣ୍ଡ କରିବିନି ଏବଂ ଯଦି ପାରୁଛ ପିଲାମାନେ ଚ୍ୟାନେଲକୁ ସବସ୍କ୍ରାଇବ କଲା ପରେ ଗୋଟେ ସ୍କ୍ରିନଶଟ ପିଲାମାନେ କଣ କରିବ ଯଦି ସେଣ୍ଡ କରିଦବ ଆହୁରି ବଢିଆ ସାଙ୍ଗେ ତମକୁ ପଠେଇଦେବି ନଚେତ ପିଲାମାନେ ଜମା ସେଣ୍ଡ କରିବିନି ଯେପର୍ଯ୍ୟନ୍ତ ତମେ କଣ କରିଛ ଚ୍ୟାନେଲକୁ ସବସ୍କ୍ରାଇବ ନ କରିଛ ମୁଁ ଜମା ସେଣ୍ଡ କରିବିନି ନେକ୍ସଟ ହେଲା ପିଲାମାନେ ଅବଜେକ୍ଟିଭ ପାଇଁ କଣ କରିବା ଏବଂ ତମେ ଯଦି ପିଲାମାନେ ଚାହୁଁଛ ଏଇ ସବଜେକ୍ଟ ପାଇଁ ଆଉ ତମେ କଣ କରିପାରିବ ତମର ପରୀକ୍ଷା ଦର୍ପଣ ପିଲାମାନେ ପରୀକ୍ଷା ଦର୍ପଣ ତମର ମଡେଲ ପେପର 1 ରୁ 5 ମଡେଲ ପେପର 1 ରୁ 5 ଭିତରେ ଥିବା ଯେତକ ତମର କଣ ଅଛି ଯେତକ କଣ ଅଛି ଇମ୍ପୋର୍ଟାଣ୍ଟ ସବଜେକ୍ଟିଭ କ୍ୱେଶ୍ଚିନ୍ ଅଛି ଯେତକ ପିଲାମାନେ କଣ କଣ ଅଛି ଇମ୍ପୋର୍ଟାଣ୍ଟ ସବଜେକ୍ଟିଭ କ୍ୱେଶ୍ଚିନ୍ ଅଛି ତାକୁ ବି ଯଦି ତମେ ପଢିକି ଯାଉଛ ତାହେଲେ ତମର କଣ ହେଇଯିବ ପିଲାମାନେ ଏଠି ବାଜିଯିବ ଏବେ ଆସିଲା ଅବଜେକ୍ଟିଭ ସେଟା ଅବଜେକ୍ଟିଭ ପାଇଁ କଣ କରିବୁ ଅବଜେକ୍ଟିଭ ପାଇଁ ତମକୁ କହି ରଖୁଛି ମୋର ଗୋଟେ 3 ଘଣ୍ଟା ପ୍ଲସ୍ ପାଖାପାଖି କଣ ଅଛି ମାରାଥନ କ୍ଲାସେସ୍ ଅଛି 3 ଘଣ୍ଟା ପ୍ଲସ୍ ର କଣ ଅଛି ପିଲାମାନେ ମାରାଥନ କ୍ଲାସେସ୍ ଅଛି ତାକୁ ପିଲାମାନେ ଆଟେଣ୍ଡ କରିଦିଅ ତମମାନଙ୍କ ପିଲାମାନେ ଆଲଜେବ୍ରାରେ 25 ମାର୍କରୁ 25 ମାର୍କ କେହି କାଟି ପାରିବେନି 25 ମାର୍କରୁ 25 ମାର୍କ ପିଲାମାନେ କେହି ବି କାଟି ପାରିବେନି ମୁଁ କହି ରଖୁଛି 25 ମାର୍କରୁ 25 ମାର୍କ ତମର ପିଲାମାନେ କେହି ବି କାଟି ପାରିବେନି ସେକେଣ୍ଡ କଣ ହେଲା ନା ସାର୍ ପରୀକ୍ଷାରୋପଣ ପିଲାମାନେ ଆମେ କଣ କରିବା ମଡେଲ ପେପର 1 ରୁ 5 ଭିତରେ ଥିବା 250ଟି ଏମସିକ୍ୟୁ କ୍ୱେଶ୍ଚିନ୍ସ ମୁଁ ସବୁ ଯାକ ପିଲାମାନେ ଏଇ ଚ୍ୟାନେଲରେ କଣ କରିଛି ଅପଲୋଡ କରିସାରିଛି ତମାନେ ପରୀକ୍ଷାରୋପଣ ମଡେଲ ପେପର 1 ରୁ ଆରମ୍ଭ କରିକି ମଡେଲ ପେପର 5 ଭିତରେ ଯାହା ବି ଦରକାର ତମାନେ କଣ ପିଲାମାନେ ସବୁ ଯାକ କ୍ୱେଶ୍ଚିନ୍ସ ପ୍ରାକ୍ଟିସ କରି ଯାଅ ହରି ଏବଂ ଲାଷ୍ଟ 5 ବର୍ଷର ପିଲାମାନେ ଏମସିକ୍ୟୁ କ୍ୱେଶ୍ଚିନ୍ କଣ ପାଖାପାଖି କେତେଟା ହବ ସେଇ 28ଟା କ୍ୱେଶ୍ଚିନ୍ ହବ 28ଟା କ୍ୱେଶ୍ଚିନ୍ ହବ ଯଦି ପ୍ରାକ୍ଟିସ କରି ଯାଉଛ ଆରାମସେ ତମର ପିଲାମାନେ ଆରାମସେ ତମର 45 ପ୍ଲସ୍ ରହିଯିବ ଆରାମସେ ତମର 45 ପ୍ଲସ୍ ରହିଯିବ ଗୋଟେ ସିଙ୍ଗଲ ମାର୍କ ବି କେହି କାଟି ପାରିବେନି ଆମେ କଣ କରିବା ତମର ପିଲାମାନେ ଯଦି ମୁଁ କହିବି 3 ଘଣ୍ଟା ମାରାଥନ କ୍ଲାସେସ୍ ଦେଖିଦିଅ ପରୀକ୍ଷାର ପାଇଁ 250 କ୍ୱେଶ୍ଚିନ୍ ପ୍ରାକ୍ଟିସ କରିଦିଅ ଲାଷ୍ଟ 5 ବର୍ଷ ପିଲାମାନେ 250 କ୍ୱେଶ୍ଚିନ୍ ପ୍ରାକ୍ଟିସ କରିଦିଅ 45 ରହିଯିବ 45ରୁ କେହି ବି ସିଙ୍ଗଲ ମାର୍କ ତମର କାଟି ପାରିବେନି ଏବଂ ଲଙ୍ଗ କ୍ୱେଶ୍ଚିନ୍ସ କଣ ତମକୁ ପିଲାମାନେ ଆରାମସେ କିପରି ମାର୍କ ପାଇବ ତମକୁ ମୁଁ ଜଣେଇଥିଲି ଏବଂ ଡିଡକ୍ସନ ପିଲାମାନେ କଣ ତମେ ଯଦି ଚାହୁଁଛ ଛାଡିକି ଯିବା ପାଇଁ ଛାଡିକି ଯାଇପାରିବ ନଚେତ ମୁଁ ଯିବି ଯାହା ତମକୁ ଯାହା ଦେବି ଇମ୍ପୋର୍ଟାଣ୍ଟ ପିଡିଏଫ୍ ରେ ତମକୁ କଣ କ୍ୱେଶ୍ଚିନ୍ସ ତମକୁ ଦେଇଦେବି ତାକୁ ଯଦି କଣ କରୁଛ ପ୍ରାକ୍ଟିସ କରି ଯାଉଛ ତାହେଲେ ତମର କଣ ହେଇଯିବ ପିଲାମାନେ ନିହାତି ଭାବେ
ଏକ୍ଜାମ୍‌ରେ ବାଜିଯିବ। ଏକ୍ଜାମ୍‌ରେ ବାଜିଯିବ ଏବଂ ଫୋକସ୍ ରଖିବ କୋଉଥି ପାଇଁ ପିଲାମାନେ ଅଧିକ ଏମ୍‌ସିକ୍ୟୁ ରିଡକ୍ସନ୍ ପାଇଁ। ଏମ୍‌ସିକ୍ୟୁ ରିଡକ୍ସନ୍ ଯେତେକ ରିଡକ୍ସନ୍ ଟାଇପ୍‌ର ଏମ୍‌ସିକ୍ୟୁ କ୍ୱେଶ୍ଚିନ୍ସ ଆସୁଛି ନା ତାକୁ କଣ ରଖ ପିଲାମାନେ ଫୋକସ୍ ରଖ। ତମମାନେ ଯଦି ପାରୁଛ ତାକୁ ବି କଣ କର ପିଲାମାନେ ଅଧିକ ପ୍ରାକ୍ଟିସ୍ କର। ତମମାନଙ୍କର ପିଲାମାନେ ଆରାମସେ ପିଲାମାନେ ମୁଁ କହି ରଖିବି ତମମାନଙ୍କର ଗଧ ପିଲା ଯେତେକ ଅଛ 85ରୁ କେହି କାହାର କଣ ରହିବନି ତଳକୁ ରହିବନି। 85ରୁ କଣ ରହିବନି ପିଲାମାନେ ତଳକୁ ରହିବନି। ଯଦି କଣ କରିବ ଏଇ ଷ୍ଟ୍ରାଟେଜିରେ ପାଠ ପଢ଼ିବ ଏବଂ ତମେ ଯଦି କଣ କରିବ ଏଇ ଷ୍ଟେପ୍ସ ଫଲୋ କରିବ। ବୁଝିପାରିଲ? ତ ଏଇ ଛୋଟ ସେକ୍ସନଟି ଥିଲା ତମମାନଙ୍କ ପାଇଁ କଣ ଏଇ ଛୋଟ ସେକ୍ସନଟି ତମର ପାଇଁ କଣ ଥିଲା ପିଲାମାନେ ଆମେ କୋଉ ଷ୍ଟ୍ରାଟେଜିରେ ପାଠ ପଢ଼ିବା, କୋଉ ଷ୍ଟ୍ରାଟେଜିରେ ପାଠ ପଢ଼ିବା ଏବଂ ଆମେ କିଛି ନ ପଢ଼ିକି ମଧ୍ୟ କିପରି ପିଲାମାନେ ଆରାମସେ କଣ ପାଇପାରିବା ମାର୍କ ପାଇପାରିବା। କିପରି ପିଲାମାନେ କଣ କରିବା ଆରାମସେ କଣ ପାଇପାରିବା ମାର୍କ ପାଇପାରିବା। ତମମାନଙ୍କୁ ମୁଁ କଣ କରିଥିଲି ପିଲାମାନେ ସବୁ ଜାଗା କଣ କଲି ବୁଝେଇଥିଲି। ତ ହୋପଫୁଲି ତମମାନଙ୍କୁ ମୁଁ କହି ରଖୁଛି ଚ୍ୟାନେଲ ଯଦି ସବସ୍କ୍ରାଇବ କରିନ ସବସ୍କ୍ରାଇବ ଫାଷ୍ଟ କର। ଯୋଉମାନଙ୍କ ପିଲାମାନେ ପିଡିଏଫ୍ ଦରକାର ଖାଲି ହ୍ୱାଟ୍ସଆପ ନମ୍ବରରେ କଣ କରିବ ପିଡିଏଫ୍ ଲେଖିବ କିନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ କରିଥିବ ଯଦି ପିଡିଏଫ୍ଟି ପାଇପାରିବ ନଚେତ ପିଡିଏଫ୍ ପାଇପାରିବ ନାହିଁ ପିଲାମାନେ। ଏବଂ ଆଉ ଗୋଟେ ଜିନିଷ ହେଲା ପିଲାମାନେ କଣ ଯଦି ତମେ ଦି ଦିନ ଯାକ କଣ କରୁଛ ଏତିକି ଜିନିଷ ଖାଲି ପ୍ରାକ୍ଟିସ୍ କରି ଯାଉଛ ନା ପ୍ରାକ୍ଟିସ୍ କରି ଏତିକି ଜିନିଷ କରିକି ପଳଉଛ ନା ତାହେଲେ ମୁଁ 100% କହି ରଖୁଛି ତମମାନଙ୍କ ପିଲାମାନେ ଆରାମସେ 85ରୁ କେହି ବି ସିଙ୍ଗଲ ମାର୍କ ତମର କାଟିପାରିବେ ନାହିଁ। କେହି ବି ସିଙ୍ଗଲ ମାର୍କ ପିଲାମାନେ କାଟିପାରିବେ ନାହିଁ। ଧନ୍ୟବାଦ ପିଲାମାନେ ଭିଡ଼ିଓଟି ଦେଖିଥିବାରୁ। ଭିଡ଼ିଓଟି ଦେଖିଥିବାରୁ ପିଲାମାନେ ଧନ୍ୟବାଦ। ତମମାନଙ୍କ ଏକ୍ଜାମଟି ପିଲାମାନେ ମଷ୍ଟ ହବ, ଦମଦାର ହବ ଏବଂ ଫାଡ଼ି ଦେଇକି ଆସିବ ପେପରଟା। ଏକ୍ଜାମ ପେପରକୁ କଣ କରିବ ପିଲାମାନେ ଫାଡ଼ି ଦେଇକି ଆସିବ। ନିହାତି ଭାବେ କଣ କରିବ ତମମାନେ ଯେତେକ ପିଡିଏଫ୍ ଦରକାର ମତେ କଣ କର ପର୍ସନାଲି କଣ କରିବ ପିଲାମାନେ ମେସେଜ କରିଦବ ଓନ୍ଲି ପିଡିଏଫ୍ ଆଉ ତମକୁ ମୁଁ କଣ କରିବି ପିଲାମାନେ ସେତକ ପିଡିଏଫ୍ ଫାର୍ଷ୍ଟ ଇମ୍ପୋର୍ଟାଣ୍ଟ ପିଡିଏଫ୍ ତମକୁ କଣ କରିବି ସେଣ୍ଡ କରିଦେବି। ଥ୍ୟାଙ୍କ ୟୁ ପିଲାମାନେ ଥ୍ୟାଙ୍କ ୟୁ ସୋ ମଚ୍।